ଜଗନ୍ନାଥ ମନ୍ଦିରର ଉତ୍ପତ୍ତିକୁ ନେଇ ଗୋଟେ ବହୁତ ଅଜବ କାହାଣୀ ଅଛି। ଏମିତି ଏ କାହାଣୀ ଯୋଉଠି ଦୁଇଜଣ ରାଜା ଯେଉଁମାନେ ଅଲଗା ଅଲଗା ଯୁଗର ଦାବି କରନ୍ତି ଯେ ସେମାନେ ଗୋଟେ ହିଁ ମନ୍ଦିର ତିଆରି କରିଛନ୍ତି। ଇଏ କେମିତି ସମ୍ଭବ? ଚାଲନ୍ତୁ ଏହି ଅବିଶ୍ୱସନୀୟ କାହାଣୀର ଗଭୀରତାକୁ ଯିବା। ଆଉ ଏଇଠୁ ହିଁ କାହାଣୀଟା ଆହୁରି ମଜେଦାର ହେଇଯାଉଛି। ଦେଖନ୍ତୁ, ଗୋଟେ ପଟେ ଥିଲେ ସତ୍ୟଯୁଗର ରାଜା ଇନ୍ଦ୍ରଦ୍ୟୁମ୍ନ, ଆଉ ଅନ୍ୟପଟେ ତାଙ୍କର ହଜାର ହଜାର ବର୍ଷ ପରେ ଆସିଥିବା ରାଜା ଗଡ଼ମାଧବ। ଆଉ ଦୁହେଁ କହୁଥିଲେ ଯେ ସେଇ ବିଶାଳ ଜଗନ୍ନାଥ ମନ୍ଦିରଟି ସେମାନେ ହିଁ ତିଆରି କରିଛନ୍ତି। ତେବେ ଏହି ରହସ୍ୟର ସମାଧାନ କରିବାକୁ ହେଲେ ଆମକୁ ପୂରାପୂରି ଆରମ୍ଭରୁ ଆରମ୍ଭ କରିବାକୁ ପଡ଼ିବ। ସେହି ସମୟକୁ ଯିବାକୁ ପଡ଼ିବ ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ଏକ ବହୁତ ବଡ଼ ସ୍ୱପ୍ନ ଦେଖିଥିଲେ। ଚାଲନ୍ତୁ ପ୍ରଥମେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ କଥା ଜାଣିବା। ସୋମବଂଶର ଏହି ରାଜାଙ୍କର ଗୋଟେ ହିଁ ସ୍ୱପ୍ନ ଥିଲା, ଭଗବାନ ବିଷ୍ଣୁଙ୍କ ପାଇଁ ଏମିତି ଏକ ମନ୍ଦିର ତିଆରି କରିବା ଯାହା ପୂରା ପୃଥିବୀରେ କେହି କେବେ ଦେଖିନଥିବେ। ତେବେ ମନ୍ଦିର ତ ତିଆରି ହୋଇଗଲା, କିନ୍ତୁ ଇନ୍ଦ୍ରଦ୍ୟୁମ୍ନଙ୍କ ମନ ମାନୁନଥିଲା। ସେ ଚାହୁଁଥିଲେ ଯେ ସ୍ୱୟଂ ସୃଷ୍ଟିକର୍ତ୍ତା ମାନେ ଭଗବାନ ବ୍ରହ୍ମା ନିଜେ ଆସି ଏହାର ପ୍ରତିଷ୍ଠା କରନ୍ତୁ। ଆଉ ଏହିଥିପାଇଁ ସେ ଏକ ଲମ୍ବା ଯାତ୍ରା କରି ସ୍ୱର୍ଗଲୋକ ବା ବ୍ରହ୍ମଲୋକରେ ପହଞ୍ଚିଲେ। ଆଉ ଏଇଠି କାହାଣୀରେ ଆସୁଛି ଏକ ବଡ଼ ମୋଡ଼, କାରଣ ସ୍ୱର୍ଗ ଆଉ ପୃଥିବୀର ସମୟର ହିସାବ ପୂରାପୂରି ଅଲଗା। ସେଟା ଏକାଭଳି ଚାଲେନି। କୁହାଯାଏ ଯେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପାଇଁ ବ୍ରହ୍ମଲୋକରେ ମାତ୍ର ଗୋଟିଏ ଦିନ ବିତିଥିଲା, କିନ୍ତୁ ସେହି ଗୋଟିଏ ଦିନ ଭିତରେ ଏପଟେ ପୃଥିବୀରେ ଗୋଟେ ପୂରା ଯୁଗ, ଗୋଟେ ପୂରା ମନ୍ୱନ୍ତର ବଦଳି ଯାଇଥିଲା। କଳ୍ପନା କରିପାରୁଛନ୍ତି? 43 ଲକ୍ଷରୁ ବି ଅଧିକ ବର୍ଷ ରାଜା ବ୍ରହ୍ମାଙ୍କ ପାଇଁ ଅପେକ୍ଷା କରିଥିବା ବେଳେ ସେତିକି ଦିନ ଭିତରେ ତାଙ୍କର ସେ ସ୍ୱପ୍ନର ମନ୍ଦିର, ତାଙ୍କର ରାଜବଂଶ, ଏପରିକି ତାଙ୍କ ନାଁଟା ବି ବାଲିତଳେ ପୂରାପୂରି ପୋତି ହୋଇଯାଇଥିଲା। ହଉ, ଏବେ ଆସନ୍ତୁ ସମୟରେ ହଜାର ହଜାର ବର୍ଷ ଆଗକୁ ଚାଲିଯିବା। ସେତେବେଳେ ଉତ୍କଳ ଦେଶରେ ଜଣେ ନୂଆ ରାଜା ଶାସନ କରୁଥିଲେ। ତାଙ୍କର ନାଁ ଥିଲା ଗଡ଼ମାଧବ। ରାଜା ଗଡ଼ମାଧବଙ୍କ କାହାଣୀ ଆରମ୍ଭ ହେଉଛି ଗୋଟେ ସାଧାରଣ ଦିନରୁ। ହେଲେ ସେ ଜାଣିନଥିଲେ ଯେ ତାଙ୍କ ଘୋଡ଼ାର ଗୋଟିଏ ଝୁଣ୍ଟିବା ଇତିହାସର ଏକ ବଡ଼ ରହସ୍ୟକୁ ସାମ୍ନାକୁ ଆଣିବାକୁ ଯାଉଛି, ଯାହା ତାଙ୍କ ଭାଗ୍ୟ ବଦଳାଇଦେବ। ବାଲି ତଳୁ କ'ଣ ଗୋଟେ ଚିକ୍ଚିକ୍ କରୁଥିବାର ଦେଖାଗଲା। ରାଜାଙ୍କ କୌତୂହଳ ବଢ଼ିଗଲା। ସେ ନିଜେ ସେଠି ଖୋଳିବାକୁ ଲାଗିଲେ, ଆଉ ଧୀରେ ଧୀରେ ବାଲି ତଳୁ ଯାହା ବାହାରିଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଗଡ଼ମାଧବଙ୍କ ପାଇଁ ତ ଏହା ଏକ ଦୈବୀ ସଂକେତ ଥିଲା। ଭାବନ୍ତୁ ତ, ଯୁଗ ଯୁଗ ଧରି ପୋତି ହୋଇ ରହିଥିବା ଏକ ଅଦ୍ଭୁତ ମନ୍ଦିରକୁ ସେ ହିଁ ଖୋଜି ବାହାର କଲେ, ତାକୁ ପୁଣି ଥରେ ଜୀବନ ଦେଲେ। ତେବେ ତାଙ୍କ ହିସାବରେ ଏ ମନ୍ଦିର ତ ତାଙ୍କର ହିଁ ହେଲା, ଠିକ୍ ନା? ଆଉ ଏବେ ସେଇ ଦୁଇଟି ଯୁଗ ମୁହାଁମୁହିଁ ହେବାର ସମୟ ଆସିଯାଇଥିଲା, କାରଣ ରାଜା ଇନ୍ଦ୍ରଦ୍ୟୁମ୍ନ ପୃଥିବୀକୁ ଫେରୁଥିଲେ। କେବଳ କଳ୍ପନା କରନ୍ତୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଅବସ୍ଥା। ଯେତେବେଳେ ସେ ବ୍ରହ୍ମାଙ୍କୁ ସାଙ୍ଗରେ ନେଇ ଫେରିଲେ, ଏଠି ସବୁକିଛି ଉଲ୍ଟାପାଲ୍ଟା। ତାଙ୍କର ସେହି ସ୍ୱପ୍ନର ମନ୍ଦିର ତ ଅଛି, କିନ୍ତୁ ସେଠି ଆଉ ଜଣେ ରାଜା ଶାସନ କରୁଛନ୍ତି, ରାଜା ଗଡ଼ମାଧବ। ଦେଖନ୍ତୁ, ଦୁହିଁଙ୍କ କଥାରେ ଦମ୍ ଥିଲା। ଜଣେ କହୁଛନ୍ତି ଏଟାକୁ ମୁଁ ତିଆରି କରିଛି, ଆଉ ଅନ୍ୟ ଜଣେ କହୁଛନ୍ତି ହେଲେ ଏଟାକୁ ମୁଁ ବାଲି ତଳୁ ଉଦ୍ଧାର କରିଛି। ତେବେ କାହା କଥା ଠିକ୍? ଏମିତି ଏକ ବିବାଦ ଯାହାର ସମାଧାନ କୌଣସି ମଣିଷ ପାଖରେ ନଥିଲା। ଏଥିପାଇଁ ଦରକାର ଥିଲା ଏମିତି ଜଣେ ସାକ୍ଷୀ ଯେ ସମୟକୁ ବି ହରେଇ ଦେଇଥିବ। ଇନ୍ଦ୍ରଦ୍ୟୁମ୍ନ ପୂରା ଭାଙ୍ଗି ପଡ଼ିଲେ। କେମିତି ବା ପ୍ରମାଣ କରିବେ? ତାଙ୍କ କଥାକୁ ସତ ବୋଲି କହିବା ପାଇଁ ତାଙ୍କ ଯୁଗର କେହି ଜଣେ ବି ତ ବଞ୍ଚି ନଥିଲେ। କିନ୍ତୁ ଠିକ୍ ସେତିକିବେଳେ ଏକ ଅବିଶ୍ୱାସନୀୟ ଘଟଣା ଘଟିଲା। ପାଖ ପୋଖରୀରୁ ଗୋଟେ ବିଶାଳ ବହୁତ ପୁରୁଣା କଇଁଛ ବାହାରିଲା। ସେ ହିଁ ଥିଲା ଏକମାତ୍ର ସାକ୍ଷୀ ଯିଏ ସବୁ ଦେଖିଥିଲା। ଆଉ ସେହି ଅମର କଇଁଛର ଗୋଟିଏ ପଦ କଥା ସବୁକିଛି ସ୍ପଷ୍ଟ କରିଦେଲା। ଇନ୍ଦ୍ରଦ୍ୟୁମ୍ନ ହିଁ ଥିଲେ ସେହି ମନ୍ଦିରର ପ୍ରକୃତ ନିର୍ମାତା। ହେଲେ କାହାଣୀଟା ଏଇଠି ସରିନି, କାରଣ ଏହା କେବଳ କାହାର ଜିତିବା ବା ହାରିବାର କଥା ନଥିଲା, ବରଂ ଏହା ଭିତରେ ଲୁଚି ରହିଛି ଜଗନ୍ନାଥ ପରମ୍ପରାର ଏକ ବହୁତ ବଡ଼ ସତ୍ୟ। ସବୁଠୁ ଆଶ୍ଚର୍ଯ୍ୟର କଥା କ'ଣ ଜାଣନ୍ତି? ଗଡ଼ମାଧବଙ୍କୁ ଦଣ୍ଡ ଦିଆଗଲା ନାହିଁ, ବରଂ ତାଙ୍କୁ ସମ୍ମାନ ଦିଆଗଲା। ତାଙ୍କୁ ସେହି ମନ୍ଦିରର ସଂରକ୍ଷକର ଦାୟିତ୍ୱ ଦିଆଗଲା। ଏଇଥିରୁ ହିଁ ଜଣାପଡ଼େ ଜଗନ୍ନାଥ ସଂସ୍କୃତି କେମିତି ସମସ୍ତଙ୍କୁ ଆପଣାଇ ନିଏ। ଏହି କାହାଣୀ ହିଁ ଆମକୁ ବୁଝାଏ ଯେ ଜଗନ୍ନାଥ ପରମ୍ପରା କାହିଁକି ଏତେ ମହାନ। ଏହା ଅଲଗା ଅଲଗା ଇତିହାସ, ଅଲଗା ଅଲଗା ବିଶ୍ୱାସକୁ ଏକାଠି କରି ଏକ ନୂଆ ଏବଂ ସୁନ୍ଦର ପରିଚୟ ସୃଷ୍ଟି କରେ। କିନ୍ତୁ ଯଦି ମୁଁ କହିବି ଯେ ଏ କାହାଣୀରେ ଆଉ ଗୋଟେ ମୋଡ଼ ଅଛି, ଏ ଦୁଇ ରାଜାଙ୍କ ଭିତରେ ଆଉ ଏକ ଗଭୀର ସମ୍ପର୍କ ବି ଥାଇପାରେ। କିଛି ପ୍ରାଚୀନ ଗ୍ରନ୍ଥ ଯେମିତିକି ସାରଳା ମହାଭାରତ କୁହେ ଯେ ଗଡ଼ମାଧବ ଆଉ କେହି ନୁହେଁ, ବରଂ ଇନ୍ଦ୍ରଦ୍ୟୁମ୍ନଙ୍କ ପିତା ଥିଲେ। ଭାବନ୍ତୁ ତ, ଯଦି ଏହା ସତ,
ତେବେ ଏହା କେବଳ ଦୁଇ ରାଜାଙ୍କ କଳହର କାହାଣୀ ନୁହେଁ, ବରଂ ଗୋଟେ ପିତା ପୁତ୍ରଙ୍କର କାହାଣୀ, ଯାହା ଯୁଗ ଯୁଗ ଧରି ଭକ୍ତି ଆଉ ଐତିହ୍ୟକୁ ଯୋଡ଼ି ରଖିଛି। କେତେ ଅଦ୍ଭୁତ କଥା, ନୁହେଁ କି?